ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡିୟମଠାରେ ଷଷ୍ଠତମ ମା ବୁଢ଼ୀ ଠାକୁରାଣୀ ଅନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍ଘାଟନୀ ମ୍ୟାଚ୍ରେ ରାଜପୁତ କ୍ରିକେଟ କ୍ଲବ ବନାମ ରମ୍ଭା କ୍ରିକେଟ କ୍ଲବ ମୁକାବିଲା ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜପୁତ ଟିମ୍ 20 ଓଭରରେ 190 ରନ୍ କରିଥିଲା। ଜବାବରେ ରମ୍ଭା ଦଳ 18.1 ଓଭରରେ 106 ରନ୍ରେ ସୀମିତ ରହିଥିଲା। ଫଳରେ ରାଜପୁତ ଟିମ୍ 84 ରନ୍ରେ ବିଜୟୀ ହୋଇଥିଲା। ରାଜପୁତ ଟିମ୍ର ମହମ୍ମଦ ଆସଫାକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଘୋଷିତ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ 19ରୁ 25 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଖନ୍ତୁ ଆଜି ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ 6th ମା ବୁଢ଼ୀ ଠାକୁରାଣୀ ଅଲ୍ ଓଡ଼ିଶା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ହୋଇଯାଇଛି ଏବଂ ଆମର ଏହି ଆଜି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଆସି ଉଦ୍ଘାଟନ କରୁଛନ୍ତି ଏବଂ ତା ସହିତ ଆଜିର ମ୍ୟାଚ୍ ଯେଉଁ ପ୍ରଥମ ମ୍ୟାଚ୍ ଅଛି ରମ୍ଭା ଭର୍ସେସ୍ ରାଜପୁତ ଟିମ୍ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚ୍ଟା ସପ୍ତାହଟି ଧରି ଚାଲିବ। ବିଭିନ୍ନ ଜିଲ୍ଲାରୁ ଆସିଥିବା ସମସ୍ତ କ୍ରିକେଟ ଖେଳାଳିମାନେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଏବଂ ଆୟୋଜକ କରୁଥିବା ସମସ୍ତ ଆୟୋଜକ ବନ୍ଧୁଙ୍କୁ ଧନ୍ୟବାଦ। ବ୍ରହ୍ମପୁରରୁ ଗୋପାଳକୃଷ୍ଣ ରେଡ୍ଡୀଙ୍କ ରିପୋର୍ଟ, ଗଞ୍ଜାମ ସମାଚାର।